ଯେତେବେଳେ ବି ଭଗବାନ ରାମ ଓ ରାମାୟଣର କାହାଣୀ ଉଲ୍ଲେଖ କରାଯାଏ, ଭଗବାନ ରାମଙ୍କ ଭାଇମାନଙ୍କ ମଧ୍ୟରେ ପ୍ରେମ ବାବଦରେ ନିଶ୍ଚିତ ଭାବରେ ଆଲୋଚନା କରାଯାଇଥାଏ। ତେବେ ପ୍ରଭୁ ରାମଙ୍କର କୁକବି ଓ ଶାନ୍ତା ନାମରେ ଦୁଇ ଭଉଣୀ ଥିଲେ। କୁକବିଙ୍କ ବାବଦରେ ଅଧିକ ଉଲ୍ଲେଖ ହୋଇନାହିଁ, କିନ୍ତୁ ଭଉଣୀ ଶାନ୍ତାଙ୍କ ବାବଦରେ ଶୁଣିବାକୁ ମିଳିଥାଏ। ରାଜା ଦଶରଥଙ୍କର ତିନି ରାଣୀ କୈକେୟୀ, ସୁମିତ୍ରା ଓ କୌଶଲ୍ୟା ଥିଲେ। ଶାନ୍ତା ମାତା କୌଶଲ୍ୟାଙ୍କ ଝିଅ ଥିଲେ। ଶାନ୍ତା ଜଣେ ପ୍ରତିଜ୍ଞାକାରୀ ଝିଅ ଥିଲେ ଓ ପ୍ରତ୍ୟେକ କାର୍ଯ୍ୟରେ ପାରଙ୍ଗମ ଥିଲେ। ଶାନ୍ତାଙ୍କର ଯୁଦ୍ଧ, ବିଜ୍ଞାନ, ସାହିତ୍ୟ ଓ ରନ୍ଧନ କଳା ବିଷୟରେ ବିଶେଷ ଜ୍ଞାନ ଥିଲା। ଶାନ୍ତାଙ୍କ ଜ୍ଞାନରେ ଦଶରଥ ମଧ୍ୟ ପ୍ରଭାବିତ ହୋଇଥିଲେ। ଆଜି ଆମେ ଆପଣଙ୍କୁ ରାମଙ୍କ ଭଉଣୀ ଶାନ୍ତା ବିଷୟରେ କହିବୁ ଓ ସେ କେଉଁଠାରେ ପୂଜା ପାଆନ୍ତି। ଦେବୀ ଶାନ୍ତା ମହାରାଜା ଦଶରଥ ଓ ରାଣୀ କୌଶଲ୍ୟାଙ୍କର ଝିଅ ଥିଲେ। ମହାରାଜା ଦଶରଥଙ୍କର ଅନ୍ୟ ଦୁଇ ଜଣ ରାଣୀ ମଧ୍ୟ ଥିଲେ, ଯାହାଙ୍କର ନାମ କୈକେୟୀ ଓ ସୁମିତ୍ରା। ସୂଚନା ଅନୁଯାୟୀ ସେମାନଙ୍କର ଚାରି ପୁତ୍ର ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ ଥିଲେ, କିନ୍ତୁ ସେଠାରେ ଏକ ବଡ଼ ଭଉଣୀ ମଧ୍ୟ ଥିଲେ, ଯାହା କୌଣସି ସ୍ଥାନରେ ଉଲ୍ଲେଖ ହୋଇନାହିଁ। ପୁରାଣ ବିଶ୍ୱାସ ଅନୁଯାୟୀ ଦେବୀ ଶାନ୍ତା ରାଜା ଦଶରଥଙ୍କ ଦ୍ୱାରା ଅଙ୍ଗ ଦେଶର ରାଜା ରୋମପାଦଙ୍କୁ ଗ୍ରହଣ କରିଥିଲେ। ଥରେ ଅଙ୍ଗ ଦେଶର ରାଜା ରୋମପଦ ତାଙ୍କ ପତ୍ନୀଙ୍କ ସହିତ ଅଯୋଧ୍ୟାକୁ ଆସି ରାଜା ଦଶରଥଙ୍କୁ ଭେଟିଲେ। ସେତେବେଳେ ସେ ଜାଣିବାକୁ ପାଇଥିଲେ ଯେ ରୋମପାଦଙ୍କର କୌଣସି ସନ୍ତାନ ନାହିଁ। ସନ୍ତାନ ଜନ୍ମ ନ କରିବାର ଯନ୍ତ୍ରଣା ଅନୁଭବ କରିପାରି ରାଜା ଦଶରଥ ଶାନ୍ତାଙ୍କୁ ରାଜାଙ୍କୁ ଦେଇଥିଲେ। ଏହାପରେ ରାଜା ରୋମପଦ ଶାନ୍ତାଙ୍କ ସହିତ ଅଙ୍ଗ ଦେଶକୁ ଫେରିଥିଲେ। ଭଗବାନ ରାମଙ୍କ ବଡ଼ ଭଉଣୀ ଶାନ୍ତା ହିମାଚଳର କୁଲୁସ୍ଥିତ ଋଷିଶୃଙ୍ଗ ମନ୍ଦିରରେ ପୂଜା ପାଠ କରନ୍ତି। ଏହି ମନ୍ଦିର କୁଲୁଠାରୁ 50 କିଲୋମିଟର ଦୂରରେ ନିର୍ମିତ। ଦେବୀ ଶାନ୍ତାଙ୍କ ମୂର୍ତ୍ତି ମଧ୍ୟ ଏଠାରେ ସ୍ଥାପିତ ହୋଇଛି। ଏହି ମନ୍ଦିରରେ ଦେବୀ ଶାନ୍ତା ଓ ତାଙ୍କ ସ୍ୱାମୀଙ୍କୁ ଏକାଠି ପୂଜା କରାଯାଏ। ଅନେକ ସ୍ଥାନରୁ ଭକ୍ତମାନେ ଉଭୟଙ୍କୁ ପୂଜା କରିବା ପାଇଁ ଦର୍ଶନ ପାଇଁ ଆସନ୍ତି।